हाय जय जगन्नाथ सांग मैंने केमती अच्छे आप समस्ते आशा करछी आप समस्ते भले थे आम भी भले अच्छु देखु आज कौन हो ब्लॉग रे मुड़ी खिया चलती छात ऊपर देखु खरा बाहरी मुड़ी मिक्सचर आलू भंडा भजा बस छात ऊपर खाउछे खरार खरार देखु खरा बाहरी खरार आम खाऊचे बसिकी ठंडा पड़गलानी इे बहुत जोर ठंडा जैकेट पिंधि चलते स्टार्ट करिया ना आज पखाड़ दिन बढ़िया था पखाड़ में बढ़िया पखाड़ साग भजा नने माछ भजा साग भजा सुसुनी साग से दिन जमती है सुकुआ सुकुआ कोई नहीं सुकुआ आनिबा एथर का शीत गला ना तो सरी गला शीत सरी गला आ डिसेंबर सरी गला जनवरी मास सेई तो जनवरी मास जे पड़िबो डिसेंबर केते हला कि तो सरी गला 10 हला सरी गला देमी जाबो स्टार्ट हला स्टार्ट हला शीत पड़ियो ए मास पूरा फुल आर मास पूरा फुल पड़ियो जनवरी मास फेब्रुआरी गुड़ा को खुश कर जाने फिर कोन ताको गरम करिया कुकुड़ा तो सेगला रहियो गरम तो ये आलमार कुकुड़ी सुजना सब पखाल ठंडा लाग जाओ आनी के खरार छड़ दे या ता ऊपरे सूर्य किरण पड़ने विटामिन डी शक्ति मिले माने पूरा स्ट्रांग हुए कुकुड़ा छुआ जाक मनीष छुआ जाक खरार के छुआ कछुआ को तार सकाळु खराटा जे फास्ट खराटा बाहरिबो तो पानी के छुआ के खरार जनो एनर्जी हो कुकुड़ा माने स्ट्रांग माने रुगो हो ना कोटी कुड़ा फुल्ली हो ना ठंडा लगी पवनटा हो पूरा सुसुना 3-4 दिन बर्तन तार भीतर रहिबो 2 दिन पेपर रहिबो तने यार तापरे यार खुल जाओ दिन देखेउची कुकुड़ा छा मार को चाहे कुकुड़ा छा ए जा बे जा जाऊनी बाहर पड़े छी देख पड़ी गला आ पड़ी गला हे देख देख चालाकी बस चलो दुष्ट तो दाना दे दो अस्कर कहीं नहीं तू ये जड़ी दे दीजू दाना दे दो मैं तो उठ ये रे पड़ुची अब बाहर कर ले अभी तो पेपर देने एक कट्टीटा को देखे आ कट्टीटा दड़ी गेलीला आहा रागी गेली जे आ दाना खाउची आ सेठी खाई बड़ा ही गला केमन बड़ा हो गला मन देख ए सरका बोलियो खाइयो सत्ते वाला आहा गुहा घा काकू दियो दाना ए टुगुरा ए जा ए चले आउ थरे छुआ नेट दिया नहीं जा हां आउटे घर सती कर दा आउटे सती घर कर दा और सती घर कर दो ढेर घर कर दा देने कुंकड़ा छो देर आलिया तेने काग जे दवा सब
ସାଙ୍ଗମାନେ ଆମେ ଏବେ ଚାଲିଲୁ ଦାନା ପକେଇବା ପାଇଁ ଗଡ଼ିଆରେ। ଦିଟା ଦାନା ଆଜି 2 ପ୍ରକାର ଦାନା, ସେଟା ଭସା ଦାନା, ଏଟା ଖାଲି ଭାସିବ। ହାଇ ସାଙ୍ଗମାନେ। ହାଇ ସାଙ୍ଗମାନେ। ହାଇ ସାଙ୍ଗମାନେ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ ଚ୍ୟାନେଲ। ଦେଖନ୍ତୁ ଏବେ ମାଛ ଆସିବ ଖାଇବ। ଦେ ପକା ଭଲସେ ପକା, କାହିଁ ବୁଡ଼ି ଯାଉଛି ନାଇଁ। ପକା ଖାଇବ। ଦାନା ପକା ହଉଛି ଏବେ ଦେଖନ୍ତୁ, ଏଟା ଭସା ଦାନା ଭାସିବ। ଦେଖାଯାଉ ମାଛ କେତେ ଅଛି ଦେନେ ଜଣା ପଡ଼ିବ। ଦେଖନ୍ତୁ ସାଙ୍ଗମାନେ, ଆମେ ଏଇଠି ବଇଛୁ ମାଛକୁ ଦାନା ଦେଇକି, କିନ୍ତୁ ମାଛ ଦେଖିଲା ବେଳକୁ ନାହିଁ। ଜାଲ ପକାଇଥିଲା ଆରଥର, କିଛି ମାଛ ପଡ଼ିଥିଲା, ଏଥର ତାର ମାଛ ନାହିଁ। ଗୁଟେ ଗୁଟେ ମାରୁଛି। ଆଉ ସେଠି ମଝିର ଚିଙ୍ଗୁଡ଼ି ଦେଖି ନାହିଁ, ଚିଙ୍ଗୁଡ଼ି ବି ନାହିଁ, ସବୁ ଖାଇଯାଇଛି। କିନ୍ତୁ ମଣ୍ଡା ଫୁଲ ହେଇଛି, କେତେ ବଢ଼ିଆ, ଭଲ ଲାଗୁଛି ନା। ଏଇଟା ଗୋଟେ ମଣ୍ଡା ଫୁଲ, ଆଉ ସବୁ ସେଇପଟରେ ଅଛି 4-5ଟା ମଣ୍ଡା ଫୁଲ। ସେଇପଟରେ ଅଛି। ଦେଖନ୍ତୁ ବିଲରେ, ମାନେ ବିଲରେ କହୁଛି, ଗଡ଼ିଆରେ ଧାନ ଗଛ ହେଇଯାଇଛି। ଦେଖନ୍ତୁ କଦଳୀ ଗଛ, ଖଣ୍ଡଚିନି କଦଳୀ ଗଛ, ଏଇଟା ସବୁ ନଡ଼ିଆ ଗଛ ଲଗା ହେଇଛି ଆମର। ଏଟା କଦଳୀ ଗଛ, କେତେ ଉଠିଛି ପୁଆ, କେତେ ପୁଆ ଉଠିଛି ଦେଖ, 3ଟା ଏକାଳକୁ ଉଠିଛି। ଏଟା ସବୁ ଉପାଡ଼ିକି ଲଗେଇଦେଇଥିଲେ, ଏଇଟା ଭାଙ୍ଗି ହେଇଥିଲା ନା, ବଞ୍ଚିଛି। ମୋହରି ପାଇଁ ବଞ୍ଚିଲା, ନହେଲେ ମରିଯାଇଥିଲା। ଏଗୁଡ଼ା ସବୁ ଶିମ୍ବ ଗଛ। ଶିମ୍ବ ହେଇଛି ଆମର। ଦେଖନ୍ତୁ ସାଙ୍ଗମାନେ, ଶିମ୍ବ ହେଇଛି କେତେ ମାସ, 6 ମାସ ପରେ। 6 ମାସ ପରେ ଶିମ୍ବ ହେଇଛି ଏ ଗଛଟା। ଦେଖନ୍ତୁ ଫୁଲ ହେଇଛି, ଶିମ୍ବ ହେଇଛି। ଏଇ ଗଛଟା 6 ମାସ ହେଇଗଲା। 6 ମାସ ହେଲା ସେମିତିଆ ରହି ଆଜିକୁ ହେଇଛି। ଏଟାର ବି ଫୁଲ ହେଇଛି କିଛି, ଏଟା ବି ହବ। ଆଉ ସବୁ ଆମ୍ବ ଗଛ ଲଗା ହେଇଛି, ଦେଖନ୍ତୁ ସାଇଡରେ ସବୁଆଡ଼େ ଚାରିପାଖ ଆମ୍ବ ଗଛ ସବୁ ଲଗା ହେଇଛି। ଏଠି ବି ଲଗା ହେଇଛି। ଦେଖନ୍ତୁ ସାଙ୍ଗମାନେ, ଏଠି ସବୁ ଶାଗ, କି ଶାଗ ଏଟା, ଖୁସଳା ଶାଗ ସବୁ ଲଗା ହେଇଛି। ହେଇଯାଇଛି ସବୁ, ଆରଥର ହେଇନଥିଲା, ଏଥର ପୁରା ହେଇଛି। ଦେଖନ୍ତୁ ଚାରିଆଡ଼େ ହେଇଛି, ଖତ ଫତ ଦେଇକି ଲଗା ହେଇଛି। ଆରଥର ବି ଖତ ଦିଆ ହେଇଥିଲା, ଲଗେଇଲା ପରେ ଖତ ଦିଆ ହେଇଥିଲା, ସେଇଥିପାଇଁ ହେଇନଥିଲା। ଏଥର ସବୁ ଖତ ଦିଆ ହେଇଛି। ଏଠି ବି ସବୁ ଗଛ ହେଇଛି, ଦେଖନ୍ତୁ ଏଟା କି ଗଛ, ଏଗୁଡ଼ା କାକୁଡ଼ି ଗଛ। ଦେଖନ୍ତୁ ହେଇଛି, ପୋକ ଲାଗିଯାଇଛି। ଏଟା କାଡେ ବସିଗଲା ପୋକ ଗୁଡ଼ା, ମାରିନି କିଛି ହବ, ଗୋଟେ ମାନେ 10ଟା ଅଛି। ଏଠି ଦେଖନ୍ତୁ ପିଜୁଳି ଗଛ, ଏଟା କି ଗଛ, ଆକାଶୀ ଗଛ। ଏଇଟା ଆକାଶୀ ଗଛ, ଦେଖନ୍ତୁ ଏଇଟା ପିଜୁଳି ଗଛ, ଆମ୍ବ ଗଛ, ଏଇଠି ସବୁ ଲଗେଇ ଦିଆହେଇଛି। ଆମ୍ବ, ପିଜୁଳି, ଆକାଶୀ, ସେପାରା ବଡ଼ ହେଇଗଲାନି ଆକାଶୀ ଗଛ। ତାହାରି ପାଖରେ, ନଡ଼ିଆ ଗଛ ପାଖରେ ଆକାଶୀ ଗଛ। ଆକାଶୀ ଗଛଟା ଆଗରୁ ଲଗା ହେଇଥିଲା, ତାପରେ ନଡ଼ିଆ ଗଛ ଲଗା ହେଇଛି। ନଡ଼ିଆ ଗଛଟା ଗୋଟେ ଛାଡ଼ିକି ଲଗେଇଛନ୍ତି। ଆମେ ଘରକୁ ପଳେଇଯିବା। ଏଠି ଧାନ କାଟା ହେଇଛି, ଦେଖନ୍ତୁ ଏଇଭଳିଆ ଉପରେ ରଖା ହେଇଛି ଧାନ ସବୁ, କାହିଁକିନା ତଳେ ପାଣି ଅଛି। ମାନେ ବର୍ଷା ଦିନ ନାହିଁ, ଫିର ବି ଦେଖନ୍ତୁ କେତେ ପାଣି ବିଲରେ। ଚିଙ୍ଗୁଡ଼ି, ଆଉ ଦେଖନ୍ତୁ ଚିଙ୍ଗୁଡ଼ି ଅଛି ପତ୍ର ପାଖରେ। ପତ୍ର କାହିଁ, ଏଇଠି ଦେଖନ୍ତୁ ଚିଙ୍ଗୁଡ଼ି ପଡ଼ିଗଲା।
ଗୋଟେ ଗୋଟେ ଚିଙ୍ଗୁଡ଼ି ବାହାରୁଛି କେଇଠି କେଇଠି ଏତେ ବଡ଼ ଗଡ଼ିଆ କିନ୍ତୁ ମାଛ ନା ଏଠି କେହି ରହୁନାହାନ୍ତି କି ସେପରି ମାଛ ଛାଡ଼ିକି ଲାଭ ନାହିଁ। ଚୁର ମାନେ ସବୁ ଖାଇଗଲା। ଚୁର ମାନେ ଖାଇଗଲେ ତୁ ହିଁ ଖାଇଛୁ। ମୁଁ ତ ମୋର ଗୋଟେ ବି ଯାଇଥିଲି ଆଜି ଯା। ହଉ ଚା ପଜା ଆଇ ଦେଖନ୍ତୁ ବଗଲା ଧଳା ବଗ କଳା ବଗ ବି ତା ସାଙ୍ଗରେ ଗୋଟେ ବଇଛି। ଭାଇ ଭଉଣୀ କାହାଣୀ ଗାଁରେ ବସ୍ ଯାଉଛି ଆଗରୁ ବସ୍ ଯାଉନଥିଲା ଏବେ ଲକ୍ଷ୍ମୀ ବସ୍ ଯାଉଛି। ଏଇ 6 ମାସ ହେଲା ଚାଲିଛି 6 ମାସ ବର୍ଷା ହେଇଗଲାଣି ସେଇ 6-7 ମାସ ଖଣ୍ଡେ ହବ ଲକ୍ଷ୍ମୀ ବସ୍ ଚାଲୁଛି ଆମର ଏଇପଟେ। ଭାଇ ଦେଖନ୍ତୁ ବିଡ଼ା ବୁହା ଚାଲିଛି ସବୁ ଲୋକ ବିଡ଼ା ବୋହୁଛନ୍ତି ବହୁତ କଷ୍ଟ ବିଡ଼ା ବୋହିବା ନା କାନ୍ଧରେ ବୋହିକି ଆଣିବା। ଟଗର ଫୁଲ ହେଇଛି ଟଗର ଏଇଠି କେତେ ବଡ଼ ଗଛ ଥିଲା ଜାଣିଛୁ? ବହୁତ ବଡ଼ ଗଛ ବାହାଘର ଆଗରୁ ମୁଁ ତମ ଘରକୁ ଆସିଥିଲି ନା ସେଇଥିପାଇଁ ଜାଣିଛି। ଆଇଥିଲୁ ଆମ ଘରେ ମୁଁ ତ ଢେର ସାରା ଆସିଛି। କେତେବେଳେ ଆଇଥିଲୁ ନୁଚିକି ପଳେଇ ଆଇଛୁ କିନ୍ତୁ ତମେ ଦେଖିପାରୁନ। ତାପରେ ଯିଏ ଲୋକ ଦେଖୁ ଏଇଠି ତମର ଗୋଟେ ଘର ଥିଲା ନା? ନା ଏଠି ଘର ନୁହେଁ ଏଠି ପାଇଖାନା ଘର ଥିଲା ଏଠି ଗୋଟେ। ଫାଷ୍ଟ ଏଇଠି ଘର ଥିଲା ନା ତମର? ହଁ ଏଇଠି ଆମର ଘର ଥିଲା। ମୁଁ ଜାଣିଛି ମୁଁ ଆସିଥିଲି। ତୁ ତ ଜନ୍ମ ହେଇନଥିଲୁ ପଳେଇ ଆସିଲୁ। ଫାଷ୍ଟ ଏଠି ଘର ଥିଲା ମାଟି ଘର ବହୁତ ବଡ଼ ଘର ଥିଲା ପୁରା ସେ ସାଇଡରୁ ଲଗେଇକି ଏଇଟା ତ ମନ୍ଦିର ଥିଲା ଏଇଟା ମନ୍ଦିର ଥିଲା ଘର ଆଗରେ ମନ୍ଦିର ଥିଲା। ଏଇଠି ତମର ପତ୍ର ସିଲି ହଉଥିଲା ଭଣ୍ଡାର ମନେ ଅଛି ମୋର। ତୁ ତ ସବୁ ଜାଣିଛୁ। ଏଇଠି ପତ୍ର ସିଲି ଏଇଠି ପିଣ୍ଡା ଥିଲା ଆମର ଏଇଠି ପିଣ୍ଡା ଥିଲା କି ହଁ ସେଇଠି ହଁ ଏଇଠି ପିଣ୍ଡା ଥିଲା ଏଇଠି ତୁଳସୀ ଚୋରା ଥିଲା। ଆଉ ସେଠି ପୁରା ବହୁତ ବଡ଼ ଘର ଥିଲା ପୁରା ସେ ସାଇଡ୍ ଏଇଠୁ ନେଇକି ନା ଏଇ ସାଇଡ୍ରୁ ନେଇକି ସେ ବାଟେ ବୁଲି ବହୁତ ବଡ଼ ଘର ଥିଲା। ଏଠି ଦିଟା ଥିଲା ଏଠି କଇଁତ ଗଛ ତ ଅଛି ଆହୁରି ଗୋଟେ ଏଟା ନଥିଲା ସେଠି। ହଁ ଏଇଟା କଇଁତ ଗଛ ସେଠି ଥିଲା ଦିଟା ପୁରା ଇଏ ଗଛ ଥିଲା। ନା ତୁ ଆମ୍ବ ଖାଇଥିଲୁ। ବହୁତ ବଡ଼ ପୁରା ଇଏ ଗଛ ଥିଲା ତେନ୍ତୁଳି ଗଛ ବହୁତ ବଡ଼। ଏଗୁଡ଼ା ସବୁ ଗଡ଼ିଆ ଫଡ଼ିଆ ଖୋଳି ଦିଆଯାଇଛି ନହେଲେ ଏଟା ସବୁ ଡିହ ଥିଲା ଜାଗା ଥିଲା। ଢାଙ୍କୁ ଗୁଡ଼ା ପଶି ଯାଉଛି ଭିତରେ ଗଲେ।